ପାଇବି ଜୀବନ ସାରା ମୋ ପୁଅକୁ ହରେଇଦେନି କି ଆଉ ମତେ ମା ବୋଲି ଡାକି ଆଉ ଶୁଣିଲେ ତ କିଭଳି ଛାତି ଫଟାଇ କାନ୍ଦୁଛି ଏଇ ମା ଜଣଙ୍କ। ଆଖିରୁ ଶୁଖୁନି ଲୁହ। ଶୁଣି ହେଉନି ତାଙ୍କ କୋହଭରା କଣ୍ଠର ଏହି ଦୁଃଖଦ କଥା। ବଡ଼ ପୁଅକୁ ହରାଇ ଆଜି ମ୍ରିୟମାଣ ମାଟି। ଏପଟେ ବୁଢ଼ା ବାପା ବି ନିଜ କୋହକୁ ଅଟକାଇ ପାରୁନାହାନ୍ତି। ଜୀବନ କ୍ଷଣସ୍ଥାୟୀ। କେତେବେଳେ ଯେ ମୃତ୍ୟୁ ଆସିବ ଆଉ କ୍ଷଣିକରେ ସବୁ ଶେଷ କରିଦେଇଯିବ ତାହା କେହି କହିପାରିବେ ନାହିଁ। ଦେଖନ୍ତୁ, କାନ୍ଥରୁ ଲିଭିନି ଶୁଭ ବିବାହର ଚିତା ମିଥୁନ ସହିତ ମମତା। ହେଲେ ସବୁଦିନ ପାଇଁ ଲିଭି ଯାଇଛି ସ୍ତ୍ରୀ ମଥାର ସିନ୍ଦୁର। ଖୁସିର ସଂସାରରେ ଲାଗିଯାଇଛି କାହା ନଜର। ଘରେ ବୃଦ୍ଧ ବାପା ମା, ସ୍ତ୍ରୀ ଓ କୁନି ପୁଅକୁ ନେଇ ଅଳ୍ପ ରୋଜଗାରରେ ଖୁବ୍ ଭଲରେ ଚଳୁଥିଲା ମିଥୁନଙ୍କ ପରିବାର। ହେଲେ ହଠାତ୍ ମାଡ଼ି ଆସିଲା ଏହି ପରିବାର ଉପରେ କଳା ବାଦଲ। କର୍କଟ ରୋଗରେ ପୀଡ଼ିତ ହେଲେ ମିଥୁନ। ଏହାପରେ ଚିକିତ୍ସା ପାଇଁ ସରକାରଙ୍କ ନିକଟରେ କରିଥିଲେ ଗୁହାରି। ସହାୟତା ପାଇଲେ ସତ, ହେଲେ ଚିକିତ୍ସା ପାଇବା ବେଳକୁ ଆଉ ଦୁନିଆରେ ନଥିଲେ ମିଥୁନ। ଚିକିତ୍ସା ପାଇଁ ମାଗିଥିବା ଟଙ୍କା ଲାଗିଲା ମିଥୁନଙ୍କ ଶୁଦ୍ଧିକ୍ରିୟାରେ। ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜାମୁଝାଡ଼ି ଗ୍ରାମ ମଙ୍ଗଳା ସାହିରେ। ଏହି ସାହିର ଗଣେଶ ଦାସଙ୍କ ବଡ଼ ପୁଅ ମିଥୁନ ଦାସ। ଘରର ବଡ଼ ପୁଅ ଯେହେତୁ ପରିବାରର ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧରେ ଥିଲା। ମିଥୁନଙ୍କ ରୋଜଗାରରେ ଗଣେଶଙ୍କର ପରିବାର ଚଳୁଥିଲା। ବାହାରେ ରହି କାମ କରୁଥିଲେ। କରୋନା ସମୟରେ ସେ ଗାଁକୁ ପଳାଇ ଆସି ପକ୍କା ମିସ୍ତ୍ରୀ ଭାବେ କାମ କଲେ। ଏଇ 17 ମାସ ହେବ ମିଥୁନ ଆଉ ମମତାଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ ପୁଅଟିଏ ମଧ୍ୟ ଜନ୍ମ ହେଲା। କିଛିଦିନ ଖୁବ୍ ହସ ଖୁସିରେ କଟିଥିଲା ତାଙ୍କର ଜୀବନ। ହେଲେ ହଠାତ୍ ମିଥୁନ ମୁଖ କର୍କଟରେ ଆକ୍ରାନ୍ତ ହେଲେ। ତେବେ ପରିବାର ଲୋକେ ସବୁ ସୁନା ଅଳଙ୍କାର ସମେତ ଜମି ବିକ୍ରି କରିଦେଇ ମିଥୁନଙ୍କର ଚିକିତ୍ସା କରାଇଥିଲେ। ପରିବାର ଲୋକେ ସବୁକିଛି ଖର୍ଚ୍ଚ କରିସାରିବା ପରେ ଶେଷରେ ସରକାରଙ୍କ ନିକଟରେ ସହାୟତା ଲୋଡ଼ିଥିଲେ। ଯୁବ ସାମାଜିକ କର୍ମୀ ଅଜୟ ମହାନ୍ତିଙ୍କ ହସ୍ତକ୍ଷେପ ପରେ ଗତ ନଭେମ୍ବର 2 ତାରିଖରେ ଜିଲ୍ଲାପାଳ, ସିମୁଳିଆ ବିଡିଓ ଓ ତହସିଲଦାରଙ୍କୁ ପତ୍ର ଲେଖିବା ସହ ସୋସିଆଲ ମିଡିଆ ମାଧ୍ୟମରେ ଜଣାଯାଇଥିଲା। ହେଲେ ଦୁଃଖର ବିଷୟ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଚଳିତ ଡିସେମ୍ବର ମାସ 5 ତାରିଖରେ ମିଥୁନଙ୍କ ବ୍ୟାଙ୍କ ଖାତାକୁ 5,000 ଟଙ୍କା ଆସିଥିଲା। ହେଲେ ଗତ ମାସ 30 ତାରିଖରେ ମିଥୁନଙ୍କର ମୃତ୍ୟୁ ଘଟିସାରିଥିଲା। କ୍ୟାନ୍ସର ହେଇଥିଲା। କେମିତି କ'ଣ ଟ୍ରିଟମେଣ୍ଟ ଚାଲିଥିଲା, କ'ଣ ଥିଲା? ଟ୍ରିଟମେଣ୍ଟ ଭଲ ଚାଲିଥିଲା। ହଁ, କ'ଣ ଟ୍ରିଟମେଣ୍ଟ ହେଉଥିଲେ ପ୍ରଥମେ? କଟକରେ। ତାପରେ ଦୁଇଟା ମେଡ଼ିକାଲ। ଇଷ୍ଟି ପଏଣ୍ଟରେ ପ୍ରଥମେ। ମୁଁ ବାସୁରି ଦେନି କୁଆଡ଼େ ଜୀବନ ସାରା ଗାଲି ଲୁହ, ଆଉ କିଛି ନୁହେଁ। ଆଉ ତମକୁ କହିମି ମୁଁ କ'ଣ? ବାପ ଯେତେବେଳେ ଆସିବ ଏଇ ଲୁହ ବ୍ୟତୀତ ଆଉ କିଛି ପାଇବନି। କେମିତି କ'ଣ କାମ କରେ? ସୁରତର ଥିଲା, ସୁରତରୁ ପଳେଇ ଆଇଲା। କରୋନାରେ ଆସି ପକ୍କା କାମ କରୁଥିଲା। ବାପ ଯୋଉ କାମ ଯେ ପେଟ ପୋଷିବ ବୋଲି ମା ବାପକୁ ପକ୍କା କାମରୁ ଆସିକି ଇଟା କାମ ଚାଲିଯାଏ। ଏଇ ରମ କରିକି ମା ବାପକୁ ଯେ ପୋଷୁଥିଲା। ସାନ ଭାଇ 2ଟା ଘଟନ୍ତିନି, ତାଙ୍କୁ କହିବ ତମେ ଘଟନି। ପ୍ରଥମେ ତାର ପାଟି କହିଲା ମୁଁ ଖାଇପାରୁନି ବାପା। ତାପରେ ନେଇକି କଟକରେ ଟେଷ୍ଟ କରେଇଥିଲୁ। କରେଇକି ତାପରେ ସେ କହିଲେ କ୍ୟାନ୍ସର ରୋଗ ଆଶ୍ରା ହେଇଯାଇଛି। ତାପରେ ସେଇ ଇଷ୍ଟ ପଏଣ୍ଟରେ କଟକରେ ଯାଇକି ତାକୁ ଅପରେସନ୍ କରିଥିଲୁ। ମାସେ ମେଡ଼ିସିନ ଦେଲେ।
ମେଡ଼ିସିନ ଦେଇକି କହିଲେ ମଉସା ଟିକେ ତାକୁ କେମୋ ଆଉ ଲାଇଟ୍ ଦେବା। ମୁଁ କହିଲି ହଁ ଦେବା। ଆଉ ଦେଇକି ତାପରେ ନେଇକି ଗଲୁ ସେଠି ପଣ୍ଡା ହସ୍ପିଟାଲ HCG ପଣ୍ଡା ହସ୍ପିଟାଲ ସେଇଠି ଟ୍ରିଟମେଣ୍ଟ କରିଥିଲୁ 5 ମାସ ହେଇଗଲା। ମିଥୁନ ବିଷୟରେ ଆମେ ଗଣମାଧ୍ୟମରେ ଖବର ପ୍ରସାରିତ ହେଇଥିଲା ଖବର ପାଇ ଆଉ ଆମର ଆପଣ ଏକା ନୁହନ୍ତି ଟ୍ରଷ୍ଟର ଚେୟାରମ୍ୟାନ୍ ଯିଏ ଅଜୟ ମହାନ୍ତି ରହିଲେ ସେ ବେଙ୍ଗଲୋରରେ ରହୁଛନ୍ତି ତାଙ୍କ ସାଙ୍ଗରେ ଯୋଗାଯୋଗ କଲୁ କଲା ପରେ ସେ ବୁଝାବୁଝି କଲେ ସମସ୍ତେ ଆମର ମିଟିଂ ଗୋଟେ ହେଲା ପରେ ଆମେ ଦେଖିଲୁ ଯେ ମିଥୁନ ପ୍ରତି କ'ଣ ଆମେ ସହାୟତା କରିପାରିବା। ଆଉ ଗଭର୍ଣ୍ଣମେଣ୍ଟ କିନ୍ତୁ ଜାଣିଛି ସବୁକିଛି ଇଏ କରୁଛି। କଲେକ୍ଟର ବି ଆମର ଯେଉଁ ଅଜୟ ମହାନ୍ତି ସିଏ ବି ଟ୍ୱିଟ୍ କରି ବହୁତ ଥର ଇଏ କଲେ ସେଟାକୁ ମାନେ ଇଏ କଲେ ମାନେ ନଜର ଦେବାଟା ଟିକେ ବହୁତ ଲେଟ୍ ବି କରିଦେଲେ ଯେଉଁଟାକି ଯେଉଁ ପଇସା ମିଥୁନ ପାଇଥାନ୍ତା ଯେଉଁ ପଇସା ପାଇବାର ହକ୍ ଥିଲା ଆଜିକା ଡେଟ୍ରେ ମାନେ ପଇସା ଗଭର୍ଣ୍ଣମେଣ୍ଟ ଦେବା ବେଳକୁ ମିଥୁନ ଆଜିକା ଡେଟ୍ରେ ନାହିଁ। ମାନେ କିଭଳି ପ୍ରଶାସନ ସେମାନେ ନଜର କରୁଛନ୍ତି ଅସହାୟ ଗରିବ ପରିବାର। ଏପଟେ ମିଥୁନ ପର କରି ଚାଲିଗଲେ ସିନା ହେଲେ ଛାଡ଼ି ଦେଇଗଲେ 6 ମାସର କୁନି ପୁଅଟି ସହ ବିଧବା ପତ୍ନୀ ଏବଂ ବୁଢ଼ା ବାପା ମାଙ୍କୁ। ଏହି ଅସହାୟ ପରିବାର ଏବେ ସରକାରଙ୍କ ସହାୟତାକୁ ଅନାଇ ବସିଛି। ତେଣୁ ସରକାର ଏହି ଦୁଃଖଦ ସମୟରେ ଯଦି ଏମାନଙ୍କୁ ସାହାନ ହେବେ ତେବେ ଗରିବଙ୍କ ପାଇଁ ଥିବା ସରକାରୀ ଯୋଜନା ସବୁ ପ୍ରହସନ ବୋଲି ମତ ପ୍ରକାଶ ପାଇଛି। ସୋରରୁ କୈଳାଶ ଚନ୍ଦ୍ର ଦାସଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।